ଜୟ ଜଗନ୍ନାଥ ବନ୍ଧୁଗଣ, ମୁଁ ଆଜି ଚନ୍ଦ୍ରଗ୍ରହଣ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ଇଂରାଜୀ ତା 7 ସେପ୍ଟେମ୍ବର 2025 ଭାଦ୍ର ମାସ ଯେଉଁମାନେ ଗ୍ରହଣ ଦର୍ଶନ କରିବେ, ଗ୍ରହଣ ଦର୍ଶନ କରି ବିରାଟ ଚନ୍ଦ୍ରଗ୍ରହଣ ଭାରତର କୋଣ ଅନୁକୋଣରେ ପ୍ରାୟ ସମସ୍ତେ ଦେଖିପାରିବେ। ସେହିଦିନ ଚନ୍ଦ୍ର ଉଦୟ ହେଉଛି 5:53 ସନ୍ଧ୍ୟା ସମୟରେ। ଗ୍ରହଣ ଆରମ୍ଭ ହେଉଛି ରାତ୍ରି 9:57 ପୂର୍ବ ଅଗ୍ନିକୋଣରୁ ଆରମ୍ଭ ହେଉଛି ଆଉ ସମାପ୍ତି ହେଉଛି ସମ୍ପୂର୍ଣ୍ଣ ଗ୍ରାସ ରାତି 11:42 ସମୟରେ। ଏହା ହେଉଛି ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ଼ ଟାଇମ୍ ବା ଭାରତୀୟ ସମୟ ଅନୁସାରେ। ଜ୍ୟୋତ୍ସ୍ନା ଚନ୍ଦ୍ରମଣ୍ଡଳରେ ଦେଖାଦେବ ରାତି 12:23 ସମୟରେ। ଏହା ହେଉଛି ଭାରତୀୟ ସମୟ। ସମ୍ପୂର୍ଣ୍ଣ ଜ୍ୟୋତ୍ସ୍ନା ଦେଖାଦେବ ରାତ୍ରି 1:27 ସମୟରେ ନୈಋତ୍ୟ କୋଣରେ ପଶ୍ଚିମ ବ୍ୟାପୀ। ଗ୍ରହଣର ମୋଟ କାଳ ହେଉଛି 3:30। ଏ ସବୁଠାରୁ ବଡ଼ ଚନ୍ଦ୍ରଗ୍ରହଣ। ଏହି ଦିନ ଆପଣମାନେ ପାକ ତ୍ୟାଗ କରିବେ। ଦିନ 12:57 ଠାରୁ ରାତ୍ରି 1:27 ପର୍ଯ୍ୟନ୍ତ ପାକ ତ୍ୟାଗ, ଅନ୍ନଭୋଜନ, ଦେବନୀତି ନିଷେଧ କରାଯାଇଛି। ମାତ୍ର ଗ୍ରହଣର ସୂତକ କାଳ ମଧ୍ୟରେ ଚନ୍ଦ୍ର ପୂଜା ହେବ, କିନ୍ତୁ ଶୁଷ୍କ ଫଳମୂଳରେ ହେବା ଆବଶ୍ୟକ। ଶୁଷ୍କ ଦ୍ରବ୍ୟ ଫଳମୂଳରେ ହେବା ଆବଶ୍ୟକ। ଦେବାଦେବୀମାନଙ୍କର ପହୁଡ଼ ସୂତକ କାଳ ମଧ୍ୟରେ ହୋଇପାରିବ, ମାତ୍ର ଏହା ହେଉଛି ସେହି ଶୁଷ୍କ ଫଳମୂଳରେ ନୈବେଦ୍ୟ ଦେବା ବିଧେୟ। ଶ୍ରାଦ୍ଧ ସୂତକ କାଳ ମଧ୍ୟରେ ପଡ଼ୁଥିବାରୁ ଅର୍ଥାତ୍ ଦିନ 12:27 ପୂର୍ବରୁ ଯାହାର ଶ୍ରାଦ୍ଧ ଯଦି କେହି କରିବାକୁ ଚାହୁଁଥାନ୍ତି, ତେବେ ସୂତକ କାଳ ମଧ୍ୟରେ ନ କରି ଆପଣ ଦିନ 12:27 ପୂର୍ବରୁ କରିବା ଆବଶ୍ୟକ। ଏହା ହେଉଛି ମୋଟାମୋଟି ଚନ୍ଦ୍ରଗ୍ରହଣର ଫଳାଫଳ। କିନ୍ତୁ ଯେଉଁମାନେ ଚନ୍ଦ୍ରଗ୍ରହଣ ଦର୍ଶନ କରୁଛନ୍ତି, ସେମାନେ ନିହାତି ଭାବରେ ଗାଧୋଇବା ଆବଶ୍ୟକ। ଗ୍ରହଣ ଦର୍ଶନରେ ସ୍ନାନ ଆବଶ୍ୟକ। ସଂକ୍ରମଣେ ଗ୍ରହଣେ ଚୈବ ନ ସ୍ନାନାୟାତ୍ ଯସ୍ତୁ ମାନବ ସପ୍ତ ଜନ୍ମଂସୁ କୁଷ୍ଠି ସ୍ୟାତ୍ ଦୁଃଖ ଭାଗୀ ତ ସର୍ବଦଃ। ଇନ୍ଦ୍ରଲକ୍ଷ୍ୟ ଗୁଣ ପୁଣ୍ୟଂ ରବେର୍ ଦୋଷ ଗୁଣଂ ତଥା ଗଙ୍ଗା ଦ୍ୱୟୋ ତୁ ସମ୍ପପ୍ତି ଇନ୍ଦ୍ରକୋଟି ରବେର୍ ଦୋଷ। ନଦୀକୂପ ତଡ଼ାଗେଷୁ ନଦ ପ୍ରସ ବଣେ ତଥା ନଦ୍ୟା ନଦୀ ଦେବଖ୍ୟାତି ସରିସ୍ୱାଦଧୃତା ମୁନି। ଉଷ୍ଣଦୋକ ପିବା ସ୍ନାତୟାତ୍ ଗ୍ରହଣେ ଚନ୍ଦ୍ରସୂର୍ଯ୍ୟୟ। ଗ୍ରହଣ ସମୟରେ ସ୍ନାନ, ଦାନ, ହୋମ, ଜପ, ତାନ୍ତ୍ରିକ ଶୁଦ୍ଧି କାର୍ଯ୍ୟମାନ କରଣୀୟ। ଯଥା ଗ୍ରସ୍ତମାନେ ଭବେତ୍ ସ୍ନାନଂ ଗ୍ରାସେ ହୋମ ବିଧୀୟତେ ମୁଚ୍ୟ ମାନେ ଭବେତ୍ ଦାନଂ ମୁକ୍ତୌ ସ୍ନାନ ବିଧୀୟତେ। ସୂର୍ଯ୍ୟନ୍ଦୁ ଗ୍ରହଣଂ ଯାବତ୍ ତାବତ୍ କୁର୍ୟାତ୍ ଜପାବିଧିକଂ ନ ସ୍ୱପ୍ନେତ୍ ନ ଭୁକ୍ତଂ চ ସ୍ନାତ୍ୱା ଭୁଞ୍ଜିତ୍ୱା ମୁକ୍ତୟେ। ଗ୍ରହଣ ସମୟରେ ଚେରମୂଳ ମଧ୍ୟ ସଂଗ୍ରହ ଓ ଜପ କାର୍ଯ୍ୟ ମଧ୍ୟ ସିଦ୍ଧି ମିଳିଥାଏ। କିନ୍ତୁ ସ୍ପର୍ଶନେ ସମର୍ପଣେ ଦାନମନ୍ତ୍ର ସ୍ୱସ୍ଥାନଙ୍ଗମତା ରାହୁ ତ୍ୟଜ୍ୟତାଂ ସୂର୍ଯ୍ୟସଙ୍ଗମ କର୍ମଚଣ୍ଡାଳ ଯୋନିସ୍ତୁ ମମ ପାପ କ୍ଷୟ କୁରୁ। ଅର୍ଘ୍ୟଦାନ ମନ୍ତ୍ର ଯେତେବେଳେ ଆପଣ ଗାଧୋଇ ସାରିକି ଚନ୍ଦ୍ରଙ୍କୁ ଯେତେବେଳେ ଅର୍ଘ୍ୟ ଦେବେ, ସେତେବେଳେ ଅଞ୍ଜଳାରେ ଅର୍ଘ୍ୟ ଦେଲାବେଳେ କହିବେ ଶଶଲାଞ୍ଚନସ୍ତ ଚନ୍ଦ୍ରଶ୍ଚ ସିଂହି କେୟ ରିପୁ ପ୍ରଭୁ ଅର୍ଘ୍ୟ ଦଦାମି ଦେବେଶ କେତୁ ଗ୍ରହ ବିମୋଚନାଥ। ତାପରେ ମୁକ୍ତି ଓ ସ୍ନାନ ମନ୍ତ୍ର କରିବେ। ଯଥାପଦ ବିନିର୍ମୁକ୍ତସି କେତ ବର୍ଦ୍ଧନମ୍ ସଙ୍କଟାତ୍ ତଥା ତ୍ୱଂ ରୋହିଣୀ କାନ୍ତଂ ଆପଦୋ ମାଃ ବିମୋଚୟ। ଏହିସବୁ ଦାନ ମନ୍ତ୍ର ଗାଧୋଇବା ବେଳେ ସବୁ କରିବା ଆବଶ୍ୟକ। ଏହା କଲେ ମଧ୍ୟ ବହୁତ ଶୁଭ ଫଳ ମିଳିଥାଏ। ଚନ୍ଦ୍ର ଓ ସୂର୍ଯ୍ୟ ଗ୍ରହଣ ସମୟରେ ବିଶେଷ ସୂଚନା। ଚନ୍ଦ୍ର ସୂର୍ଯ୍ୟ ଗ୍ରହଣ ସମୟରେ ଶୟନ, ଭୋଜନ, ମୂତ୍ର, ପୁରୁଷ ତ୍ୟାଗ,
ତୈଳଭଙ୍ଗ ମୈଥୁନ ଆଦି ବର୍ଜନୀୟ ଏବଂ ଗର୍ଭବତୀ ନାରୀମାନେ କାଟିବା ବାଟିବା ଛେଚିବା ସିଲାଇ କରିବା ଆଦି କାର୍ଯ୍ୟ କରିବ ନାହିଁ। ନୀରବ ଓ ଶାନ୍ତ ଭାବରେ ସ୍ଥିର ରହିବା ଶ୍ରେୟ ଅଟେ। ଗ୍ରହଣର ମାହାତ୍ମ୍ୟ ହେଉଛି ସର୍ବଗଙ୍ଗା ସମତେୟ ସର୍ବବ୍ରହ୍ମ ସମୋଦିଜା ସର୍ବଭୂମି ସମାଦାନ ଗ୍ରହଣେ ଚନ୍ଦ୍ର ସୂର୍ଯ୍ୟ। ଗ୍ରହଣ ସମୟ ପରେ ଦାନ କାଳାନ୍ତର କରିବେ। ଉପସ୍ପର୍ଶେ ଲକ୍ଷ୍ୟ ଗୁଣ ଗ୍ରହଣେ ଚନ୍ଦ୍ର ସୂର୍ଯ୍ୟ ପୁଣ୍ୟକୋଟି ଗୁଣ ମଧ୍ୟେ ମୁକ୍ତ କାଳେ ପେଟନ୍ତକ। ଆଉ ତାପରେ କ'ଣ ହେଉଛି ନା ଯଦି କାହାରି ବାହାଘର କରିବାର ଥାଏ ବା ଶୁଭଯାତ୍ରାଦି କରିବାର ଥାଏ ବା ବ୍ରତବନ୍ଧନ କରିବାର ଥାଏ ଗ୍ରହଣ ସମୟରେ କରାଯିବ ନାହିଁ। ଏକ ରାତ୍ରି ପରେ ଗ୍ରହଣର ଏକ ରାତ୍ରି କଟିଗଲା ପରେ ବିବାହ କାର୍ଯ୍ୟ ହୋଇପାରିବ ଏବଂ 7 ରାତ୍ରି ପରେ ଶୁଭଯାତ୍ରାଦି ହୋଇପାରିବ। 3 ରାତ୍ରି ପରେ ବ୍ରତବନ୍ଧନ ହୋଇପାରିବ। ମୁଁ ଏତିକି କହି ବିଦାୟ ନେଉଛି। ଜୟ ଜଗନ୍ନାଥ।